ଆଉ କାହାର ଯଦି କିଛି ଯଦି ମାନେ ପ୍ରଶ୍ନ ଅଛି, ଶଙ୍କା ଅଛି, ସଂକୋଚ ଅଛି, ତାହେଲେ ପ୍ରଶ୍ନ କରିପାରିବେ, ବା ଯଦି କିଛି କହିବାକୁ ଅଛି ତାହେଲେ କହିପାରିବେ, କିଛି ଅସୁବିଧା ନାହିଁ। ଜୟ ଜଗନ୍ନାଥ ଭାଇ। ଜୟ ଜଗନ୍ନାଥ। ଯୋଉ ଆମ ଭାତ ବଢିଲେ ଲବଣ ଖାଇବା ବନ୍ଦ କରିବାକୁ ପଡିବ ନା ଖାଇବାକୁ ପଡିବ? ଆମ ଭାତରେ ଆମ ଭାତରେ ତ? ଆଜ୍ଞା। ହ୍ୟାଲୋ ହ୍ୟାଲୋ। ଆଜ୍ଞା ଆମ ଭାତ ବଢିଲେ ଶରୀରରେ ଆମ ଆଜ୍ଞା ହଁ ଆମ ଭାତରେ ବେଶୀ ଲବଣ ପ୍ରୟୋଗ କରିବା ଦରକାର ନୁହଁ। ଅଳ୍ପ ଅଳ୍ପ ମାତ୍ରାରେ ପ୍ରୟୋଗ କରିବା ଦରକାର। ଏଇଥିପାଇଁ ଦରକାର କାହିଁକିନା ଆମଟା ସେଇଟା ଗୋଟେ ମାନେ ଗୋଟେ କଠିନ ସ୍ତର ଭଳିଆ ଥାଏ। ବୁଝିପାରିଲେ? ତ ଯେମିତି ଯେମିତି ଗୋଟେ କଥା ଧରି ନିଅନ୍ତୁ ଆପଣଙ୍କର ମାନେ କଣ କାନରେ ଆପଣଙ୍କର ମଇଳା ହେଲା, କାନରେ ମଇଳା ଆପଣଙ୍କର ଭଲ ମାନେ ଆସିବନି। ମାନେ ଧରି ନିଅନ୍ତୁ କିଛି ଗୋଟେ ମାଟି ଗୋଟେ ଆପଣଙ୍କର ଶୁଖିକି ଲାଗିକି ଅଛି। ସେଇଠି ଆପଣଙ୍କର ଯେତେବେଳେ ମାନେ କିଛି ପାଣି ପକାନ୍ତି ତ ସେ ପାଣି ମାଟି ଟା ଆପଣଙ୍କର ଓଦା ହେଇଯାଏ। ଓଦା ହେଲା ପରେ ଆପଣ ଯେତେବେଳେ ପାଣି ପକେଇବେ ସେ ଧୋଇକିରି ପଳେଇଯାଏ। ପକେଇ ମାନେ ଯାଏ ନା ନାଇଁ? ଠିକ ସେମିତି ଆମଟା ମାନେ କଣ ଆପଣଙ୍କର କପଡା ସେଟା ଶୁଖିଲା ଭଳିଆ ଅଛି। ତେଣୁକରି ସେ ମାନେ ଶୁଖିଲା କପଡ଼ା ଭଳିଆ ଅଛି। ସେଇଟାକୁ ମାନେ କିଏ ଶୁଖେଇ ଦେଇଛି? ବାୟୁ ମାନେ ଶୁଖେଇ ଦେଇଛି, ପିତା ଆପଣଙ୍କର ଶୁଖେଇ ଦେଇଛି। ସେଥିପାଇଁ ସେଟା ମାନେ କଠିନ ଆକାରରେ ରହିଯାଇଛନ୍ତି। ତ ସେଇଠି ଆପଣ କଣ କରିବେ ଲୁଣ ପାଣି ମାନେ ସେବନ କରିବେ। କିନ୍ତୁ କମ କମ ମାତ୍ରାରେ ସେବନ କରିବେ। ତା ଦ୍ଵାରା କଣ ହବ ସେ ଯୋଉ ଆମଟା ମାନେ ଯୋଉ ଶୁଖିଲା ଭଳିଆ ଅଛି କଠୋର ଅବସ୍ଥାରେ ସେ ଧୀରେ 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 ତରଳିଆ ଅବସ୍ଥାକୁ ଆସିବ। ତରଳିଆ ଅବସ୍ଥାରେ ଆସିଲା ପରେ ତାପରେ ମାନେ ସେ ବାହାରିବ। ତାପରେ ତ ଆମ ଭାତ ବି ତ ଔଷଧ ସେବନ କରୁଥିବେ ନା? ତ ଆମ ଭାତ ଔଷଧ ସେବନ କରିବେ ସେ ଆମ ଭାତ ଦୂର ହବ। ଆଉ ଗୋଟେ କଥା ଆମ ଭାତରେ ଆୟୁର୍ବେଦରେ ଲୁଣ ପୋଡା ସେକ ମାନେ ଦିଆଯାଏ। ଲୁଣ ମାନେ ସମୁଦ୍ର ଲୁଣ ଗୋଟା ଲୁଣ ତାର ପୁଡା ବାନ୍ଧିକିରି ଗରମ କରିକି ସେକ ଦିଆଯାଏ ଆମ ଭାତରେ। ଯଦି ଆମ ଭାତରେ ଯଦି ଲୁଣର ତ ମାନେ ଅଭାବ ମାନେ ଆବଶ୍ୟକ ନଥାନ୍ତା ତାହେଲେ ଲୁଣ ପୁଡା କରିକି ସେକ କାହିଁ ଦିଆଯାଏ? ଏଇଥିପାଇଁ ଦିଆଯାଏ କାହିଁକିନା ସେ ଲବଣର ମାନେ ଆବଶ୍ୟକତା ଅଛି। ଏତିକି ମନେ ରଖିଥାନ୍ତୁ। ତେଣୁକରି ଆମ ଭାତରେ ଯେକୌଣସି ଭାତରେ ସେବନ କରିବେ କିଛି ଅସୁବିଧା ନାହିଁ। କୋଉ କୋଉ ରୋଗରେ ଲବଣକୁ ଟୋଟାଲ ବନ୍ଦ କରିଦିଆଯାଇଛି? କୋଉ କୋଉ ରୋଗରେ? ହଁ ଯେତେବେଳେ ଆପଣଙ୍କର ଯଦି ଧରି ନିଅନ୍ତୁ ଆପଣଙ୍କର ବ୍ରେନରେ ଟ୍ୟୁମର ନାହିଁ ବା ଆପଣଙ୍କର ମାନେ ମାନେ ବ୍ରେନ ଟ୍ୟୁମର ନାହିଁ ତା ସହିତ ଆପଣ ଧରି ନିଅନ୍ତୁ କିଛି ମାନେ କଣ ଥାଇରଏଡ ବଢିଛି ବା ଆପଣଙ୍କର ମାନେ ଟନସିଲ ବଢିଛି ବା ଆପଣଙ୍କର ଗଳଗଣ୍ଡ ଅଛି ଗଣ୍ଡମାଳା ଅଛି କଣ୍ଠମାଳା ଅଛି ବା ଆପଣଙ୍କର କଫର କିଛି ନା କିଛି ସମସ୍ୟା ରହୁଛି ବା ଆପଣଙ୍କର ଶ୍ୱାସ ରୋଗର କିଛି ମାନେ ଆପଣଙ୍କର ସମସ୍ୟା ରହୁଛି ଆଉ କଣ ଲସିକା ପ୍ରମେହ ରହୁଛି ତ ଏଇ ପ୍ରକାର ମାନେ ସମସ୍ୟା ମାନେ ସମୟରେ ବା ଆପଣଙ୍କର ହାଇ ବିପି ସମୟରେ ଏଇ ସମୟରେ ମାନେ ଆପଣ କଣ କରିବେ ଲୁଣ ଟାକୁ କିଛି ଦିନ ବନ୍ଦ କରିଦବା ଦରକାର। ଆଉ ଗୋଟେ ବିଶେଷ ଘୋଷଣା ଆସନ୍ତା କାଲି ଠାରୁ ପ୍ରୟାସ ଅଛି ରାତି 9ଟାରୁ 10ଟା ପର୍ଯ୍ୟନ୍ତ ଆମର ସତ୍ର ରହିବ 10ଟା ହେଲା ମାତ୍ରେ ସତ୍ର ବନ୍ଦ କରାଯିବ କାହିଁକିନା ହିନ୍ଦୀ ସତ୍ର 7:30ରୁ 9ଟା ପର୍ଯ୍ୟନ୍ତ ଚାଲିବ ତ ସାଙ୍ଗେ ସାଙ୍ଗେ 9ଟାକୁ ଏଇଟା ଯୋଡି ହେଇଯିବେ 9ଟାରୁ 10ଟା ଚାଲିବ ଓଡିଆ ସତ୍ର 10ଟା ହେଲେ ବନ୍ଦ ହେଇଯିବ ଯାଦ୍ୱାରା କି ସମସ୍ତଙ୍କୁ ଶୋଇବା ପାଇଁ ମଧ୍ୟ ସୁବିଧା ହବ। ଆଜ୍ଞା ଆପଣଙ୍କୁ ବି ରେଷ୍ଟ ମିଳୁନଥିଲା ନା ରେଷ୍ଟ ଟିକେ ହବ ଖାଇବା ପିଇବା ଏପଟ ସେପଟ ହଉଥିଲା ଟାଇମ। ଆଜ୍ଞା ଆଜ୍ଞା। ଆଉ କାହାର ଯଦି କିଛି କହିବାର ଅଛି କୁହନ୍ତୁ ନହେଲେ ସତ୍ର ବନ୍ଦ କରିବା 10ଟା 40 ହେଲାଣି। ସତ୍ର ବନ୍ଦ କରାଯାଉ ଭାଇ ଜୟ ଜଗନ୍ନାଥ ଆପଣ ବହୁତ ଜୟ ଟାୟାର୍ଡରେ ଜଗନ୍ନାଥ। ଅଛନ୍ତି। କାଲି ଯାହା ବିସ୍ତୃତ ଆଲୋଚନା କରିବା। ହଉ ଠିକ ଅଛି ଆସନ୍ତା କାଲି ଆମର ମଧୁର ଅମ୍ଳ ଲବଣ କଟୁ ରସ ଉପରେ ଆମର ଆଲୋଚନା ରହିବ। ଠିକ ଅଛି। ଆଜ୍ଞା ଭାଇ। ତ ସମସ୍ତଙ୍କୁ ଜୟ ଜଗନ୍ନାଥ ଶୁଭରାତ୍ରି ଭଗବାନ ଜଗନ୍ନାଥ ଏବଂ ଧନ ତାରିଣୀଙ୍କ କରୁଣାରେ ଆପଣ ସମସ୍ତେ ଭଲରେ ଥାନ୍ତୁ ଏତିକି କାମନା କରି ଆଜିର ରାତ୍ର ଏଠି ବ୍ୟାଖ୍ୟାନକୁ ବନ୍ଦ କରୁଛୁ।